କାହାଣୀ ସିଦ୍ଧି। ରାଜା ଦେବକୀର୍ତ୍ତି ଯୁଦ୍ଧ କଳାରେ ଅତ୍ୟନ୍ତ ନିପୁଣ ଥିଲେ। ଅନେକ ମହାରଥୀଙ୍କୁ ସେ ପରାଜିତ କରିଥିଲେ। ଅନ୍ୟକୁ ହରାଇବା ନିଚ ଦେଖିବାରେ ଅଭିମାନ ତାଙ୍କର ଅଧିକ ହୋଇଗଲା। ଅନ୍ୟକୁ ହରାଇବା ନିଚ ଦେଖିବାରେ ଅଭିମାନ ସବୁଠାରୁ ଖରାପ ହୋଇଥାଏ। ଏହି ଅଭିମାନ୍ୟ ଦିନେ ସେ ନିଜର ଗୁରୁଙ୍କୁ ଭେଟିବା ପାଇଁ ପହଞ୍ଚିଲେ ଏବଂ ଦମ୍ଭପୂର୍ଣ୍ଣ ସ୍ୱରରେ କହିଲେ, ଗୁରୁଦେବ, ମୋର ସ୍ୱାଗତ କରନ୍ତୁ। ଆଜି ମୁଁ ସବୁ ଯୋଦ୍ଧାଙ୍କୁ ହରାଇ ଆପଣଙ୍କ ନାଁ ଉଚ୍ଚ କରି ଆସିଛି। ତାଙ୍କର ଏହି ବ୍ୟବହାରରେ ଗୁରୁ ହସିଲେ ଏବଂ କହିଲେ, ଦେବକୀର୍ତ୍ତି, ତୁ ସମସ୍ତଙ୍କୁ ପରାଜିତ କଲୁ, କିନ୍ତୁ ସ୍ୱୟଂକୁ କ'ଣ ପରାଜିତ କରିପାରିଲୁ? ଦେବକୀର୍ତ୍ତି ଏହା ଶୁଣି ବଡ଼ ଆଶ୍ଚର୍ଯ୍ୟ ହୋଇଗଲେ। ସେ କହିଲେ, ଗୁରୁଦେବ, ନିଜକୁ କ'ଣ କେହି ପରାଜିତ କରିପାରେ? ଗୁରୁଦେବ କହିଲେ, ବାପା, ଅସଲ ଯୁଦ୍ଧ ତ ନିଜ ବିରୁଦ୍ଧରେ ହିଁ ଲଢ଼ାଯାଏ। ଯିଏ ନିଜର ଅହଙ୍କାରକୁ ପରାଜିତ କରିନିଏ ତାର ପରାକ୍ରମ ହିଁ ସବୁଠାରୁ ବଡ଼ ହୋଇଥାଏ। ନିଜର ଦୁଷ୍ପ୍ରବୃତ୍ତିଗୁଡ଼ିକୁ ନିୟନ୍ତ୍ରଣ କରିନେବା ହିଁ ସାଧନା ଏବଂ ନିଜର ବ୍ୟକ୍ତିତ୍ୱକୁ ପରିଷ୍କୃତ କରିନେବା ହିଁ ସିଦ୍ଧି ଅଟେ। ଏହି ସତ୍ୟ ସମସ୍ତଙ୍କ ଜୀବନରେ ଲାଗୁ ହୋଇଥାଏ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।